ଆପଣ ଦେଖନ୍ତୁ ଯେଉଁମାନେ ଉଜ୍ଜୟିନୀ ଯାଇଛନ୍ତି ସେଠି ଆପଣ ସେ ଗୁମ୍ଫାକୁ ଯାଇଛନ୍ତି କିଏ ଭର୍ତ୍ତୃହରି ଯେଉଁଠି ତପସ୍ୟା କରୁଥିଲେ ସେ ଗୁମ୍ଫା ଭିତରେ ଆମେ ଯାଇଛୁ ଦର୍ଶନ କରିଛୁ। ଇନ୍ଦ୍ର ବଜ୍ର ମାରିଲେ ସାଧନା ପିରିୟଡ଼ରେ ସେମିତି ହାତ ଦେଖେଇ ଦେଇଛନ୍ତି ସେ ଗୁମ୍ଫାରେ ଏମିତି ଚିହ୍ନ ରହିଯାଇଛି ଆମେ ନିଜ ଆଖିରେ ଦେଖିକି ଆସିଛୁ। ଦେବତାଙ୍ଗ ବିଘ୍ନ ଚିନ୍ତନ ବିଭିନ୍ନ ଘରେ କହିବେ ଆରେ କେଉଁ ବାବାଙ୍କ ପାଖକୁ ଯାଇଥିଲୁ ଦୀକ୍ଷା ନେଇକି ଆସିଲୁ ମାଛ ମାଂସ ପିଆଜ ରସୁଣ ଛାଡ଼ିଲୁ ସତରେ କ'ଣ ଭଗବାନ ମିଳିଯିବେ? କ'ଣ ଏମିତି ଡ୍ରେସ୍ ପିନ୍ଧିଲୁଣୁ କ'ଣ ଏମିତି କଥାବାର୍ତ୍ତା କଲୁଣୁ? ଆରେ ପଇସା କ'ଣ ନେଇ ଆଶ୍ରମରେ ବାବାଜୀକୁ ଦେଇ ଦେଉଛ କି ସାଧୁ ମହାତ୍ମାକୁ ଦେଇ ଦେଉଛ କି? ବିଭିନ୍ନ ପ୍ରକାର ବିଘ୍ନ ଆସିବ। ଥରେ ଆମେ ଗୁରୁଦେବଙ୍କୁ ପ୍ରଶ୍ନ କରିଥିଲୁ ବାବା ଲୋକମାନେ କାହିଁକି ସାଧନା କରୁନାହାନ୍ତି କାହିଁକି ଧ୍ୟାନ କରୁନାହାନ୍ତି? ବାବା କହିଲେ ତାଙ୍କର ସେଠି ପରଫେକ୍ସନ୍ ନାହିଁ। ଆମେ ବସିଗଲୁ କ'ଣ ପରଫେକ୍ସନ୍ ଗୁରୁଦେବ କହୁଛନ୍ତି ବୁଝିଲୁ ତାଙ୍କର ସେତିକି ସୁସଂସ୍କାର ନାହିଁ ସାଧନା କରିବା ପାଇଁ। ସେ ପୂର୍ବ ଜନ୍ମରେ ଧ୍ୟାନ କରିନାହାନ୍ତି ଏ ଜନ୍ମରେ ଧ୍ୟାନ କରିପାରିବେ। ଧ୍ୟାନ ତ କରାଯାଏନି ପୂର୍ବ ଏପିସୋଡ ବାବା କହିଥିଲେ ପୂର୍ବ ଜନ୍ମରେ କ୍ରିୟାଭ୍ୟାସ କରିନାହାନ୍ତି ଆଉ ଜପ କରିନାହାନ୍ତି ଏ ଜନ୍ମରେ କ୍ରିୟାଭ୍ୟାସ କରିନାହାନ୍ତି ଆଗାମୀ ଜନ୍ମରେ ସେ କରିପାରିବେନି। ତେଣୁ ବିଭିନ୍ନ ପ୍ରକାର ବିଘ୍ନ ଆସିବ। ଦେଖନ୍ତୁ ଗୋଟେ ସୁନ୍ଦର କଥା କହୁଥିଲି ବନ୍ଦ କରିଦେଲି। ଲୁଗାଟା ବହୁତ ମସିଆ ହେଇଛି ଆପଣ ତାକୁ ସାବୁନ ମାରି ସଫା କଲେ କି ସର୍ଫରେ ସଫା କଲେ ଫାଷ୍ଟ ମଳି ଫେଣ ଆସିବ ନା ଧଳା ଫେଣ ଆସିବ? ମଳି ଫେଣ ଆସିବ। ମଳି ଫେଣ ଅନେକ ଆସିଲା ପରେ ପୁଣି ସାବୁନ ମାରିଲେ ସର୍ଫ ପକାଇଲେ କ'ଣ ହବ ନା ଧଳା ଫେଣ ଆସିବ। ତେଣୁ ଆଉ ମାରିବା ଦରକାର ନାହିଁ। ଗୋଟେ ଦର୍ପଣ ଉପରେ ବହୁତ ମଳି ଜମି ଯାଇଛି କ'ଣ ତା ଅର୍ଥ ଦର୍ପଣରେ ମୁହଁ ଦେଖିହେବନି? ଦେଖିହେବ। ଯଦି ମଳିକୁ ସଫା କରିଦେବେ ତାହେଲେ ଦର୍ପଣ ପରିଷ୍କାର ହେଇଯିବ ଆପଣ ପ୍ରତିବିମ୍ବ ଆପଣ ଦେଖିପାରିବେ। ସେମିତି ମନରେ ଯେଉଁ ମଳି ଅଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟକୁ ଯଦି ଆପଣ ପୋଡ଼ି ପାଉଁଶ କରିଦେବେ ପୋଛିଦେବେ ତାହେଲେ ଆପଣ ନିଜକୁ ଫିଲ୍ କରିବେ ମୁଁ କିଏ ମୁଁ କେଉଁଠି ଥିଲି କେଉଁଠାକୁ ଆସିଛି କେଉଁଠାକୁ ଯିବି ମୋର କର୍ତ୍ତବ୍ୟ କର୍ମ କ'ଣ ମୁଁ କ'ଣ କରିବାକୁ ଆସିଛି। ଯେପର୍ଯ୍ୟନ୍ତ ମନର ମଳି ଯାଇନାହିଁ ମନରୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଭାବନା ଭିତରୁ ଯାଇନାହିଁ ଆପଣଙ୍କର କେତେବେଳେ ଆପଣ ନିଜକୁ ଚିହ୍ନି ପାରିବେ ନାହିଁ ନିଜକୁ ଜାଣିପାରିବେ ନାହିଁ ନିଜକୁ ଅନୁଭବ କରିପାରିବେ ନାହିଁ। ତେଣୁ କେଉଁଦିନ ଚିନ୍ତା କରନ୍ତୁ ନିଜ ମନ ଭିତରୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଯିବ ତାର ଟେକ୍ନିକଟା କ'ଣ ତାର କୌଶଳଟା କ'ଣ କିଏ ଗୁରୁ ଜାଣିଛନ୍ତି? ସେ ଆଦର୍ଶ ଗୁରୁ ନା ଆଚାର୍ଯ୍ୟ ଗୁରୁ ନା ସଦଗୁରୁ ନା ତତ୍ତ୍ୱଗୁରୁ? ତେଣୁ ଦେଖନ୍ତୁ ଅନେକ ଲୋକଙ୍କର ଅନେକ ପ୍ରଶ୍ନ ସତ୍ସଙ୍ଗ ଶୁଣିକି ତେଣୁ ଯେତେବେଳେ ସାଧନା କରିବେ ଆଗ ନେଗେଟିଭ୍ସ ତମ ଭିତରେ ପ୍ରବଳ ମାତ୍ରାରେ ବାହାରିବ ତମ ମନକୁ ଅସ୍ଥିର କରିବ ତମକୁ ଚଞ୍ଚଳ କରିବ ତମକୁ ବହିର୍ମୁଖୀ କରିବ। ତେଣୁ ସବୁଟାକୁ ସହିଯାଇ ଧୈର୍ଯ୍ୟ ଧରି ତପସ୍ୟା ଯଦି ଆପଣ କରିବେ ଦେଖିବେ ପୁଣି ସଫା ଫେଣ ଆସିବ। ବାବା ପୂର୍ବରୁ କହିଲେ ଆଗ ପ୍ରାରବ୍ଧ ଭୋଗ ହବ ବେଶୀ ରୋଗଗ୍ରସ୍ତ ହବ ସାଧନା କଲେ ବେଶୀ ମନର ଚଞ୍ଚଳ ପ୍ରିଲିମିନାରୀ ଷ୍ଟେଜ୍ ହେବ ବିଭିନ୍ନ ମାନ ଅପମାନ ପାଇବ ବିଭିନ୍ନ ନିର୍ଯାତନା ସହିବ ବିଭିନ୍ନ କ୍ରିଟିସାଇଜ୍ କମେଣ୍ଟର ସ୍ୱୀକାର କହୁଛି କମେଣ୍ଟର ଶିକାର ହେବ। ସବୁଟା ଯଦି ସହି ଭଗବାନଙ୍କ ପାଖରେ ଦୃଢ଼ ବିଶ୍ୱାସ ଆଉ ନିର୍ଭର ରଖିବେ ତାହେଲେ ସେଇ ପରମ ପିତା ପରମ ବ୍ରହ୍ମ ଯାହାଙ୍କ ହାତ ଧରିଥିଲେ ଆଉ କେବେ ଛାଡ଼ିବେ ନାହିଁ। ଯଦି ଯେ ସ୍ୱାମୀ ହାତ ସ୍ତ୍ରୀ ଛାଡ଼ିଲା ସେ ଯାହା ହବ ଯଦି ସ୍ତ୍ରୀ ହାତ ସ୍ୱାମୀ ବି ଛାଡ଼ିଲା ଯାହା ବି ହବ ରୋଷେଇବାସ ହବ ନାହିଁ ଖାଇବା ପିଇବା ହବ।
यदि गुरु को हाथ शिष्य छाड़ीदेव प्रकृत तत्व गुरु हाथ बुलिब 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 तेणु गुरु कहले ताहा जानी नोइले भ्रमुधांति प्राणी। तेणु समस्त बाधा विघ्न प्रतिबंध को जदि एड़े तो देवेनि आपण गोटे काम करेंगे। आमर अभिज्ञता आमर अनुभूति अनुभव मुझे कहूँ केवल गोटे कर्म भागवत पदटी मन पड़े सकल कर्ममान परितेज एक ब्रह्म को दृढ़े भज। श्री कहला सकल कर्ममान परितेज अनेक कर्म तुम्हें करुच अनेक जगह कूह खोलुच पानी पड़ब ना एक साथ सब जा। तेणु गोटे कर्म कर निर्गुण साधना निर्गुण जप निर्गुण ध्यान। जदि परमात्मा परम ब्रह्म को जानिया को चाहूँ जदि तुम भितर संस्कार अच्छी सगुण जप सगुण ध्यान सगुण उपासना करी मन निर्गुण को जाऊ नहीं ठीक अच्छे। सगुण मनुष निर्गुण को जाए पुण निर्गुण भगवान सगुण होता लीला करने जड़े साधु एबे बाबा पूर्वर कहले किए शुणिम किए कहब जी शुणुची सी ही कहूँ जी कहूँ सी ही शुणुची। केमती कथाटा को बुझे ईश्वर एक ना दुई ईश्वर एक से तो सबुरी भितर विद्यमान ताले किए का कहला किए का शुणिला। आपण सुना विभिन्न अलंकार है विभिन्न अलंकार माँ मैंने जानी आमे तो मूर्ख जानिनु ताको भांगीदेले से सुना सबुरी भितर जड़े भागवत लेखा अच्छे सकल देहे नारायण बसंती अनादि कारण सकल जीवे नरहरि बसई आत्मा रूप धरे सकल भूते बास मोर मो आत्मा जगत ईश्वर ईश्वर सर्वभूतानां हृदयेषु अर्जुन तिष्ठन्ति को लिखाई भगवत गीता उपनिषद रे एक देव सर्वभूतेषु गुड़ कहले बहुत समय जीव। तेणु ईश्वर एक ईश्वर केतबले दुई नुहंती भिन्न भिन्न आमर बोध होउछि कौन पाई कि अविद्या आमे पाठ पढ़ीचे गोटे हूँ परा विद्या गोटे हूँ अपरा विद्या आमे कौन करछे अपरा विद्या पाठ पढ़ीचे परा विद्या पाठ पढ़ीने सबु विषय आमे ज्ञान लाभ करीचे सबु विषय आमे जानिया को चाहिए निश्चिंत जानीचे भाषा शिखीचे किते प्रकार कंप्यूटर काम करें किते प्रकार प्रोफेशन अनंत वृत्ति विषय आम समस्ते जानीचे किंतु निज विषय कई के जानवा को चेष्टा करूने से शून्य कॉलेज रे आम पाठ पढ़ुने जदि पूर्वजन्म संस्कार शून्य कॉलेज रे आम पाठटा नाटा लिखाई जाइए थरे अधे पाठ पढ़ी जमी आगे छोट पिला स्कूल चाटशाली की जाऊले सारे बाड़ौले आसी घरे हगी बुद्धि आंटी एबे से सिस्टम नहीं आउ बो बाबा मु कांदिब आउ स्कूल को जीवी नहीं कि पाठ आउ पाठ पढ़ी नहीं से भली ये कॉलेज रे अवस्था हुए किए 3 घंटा बाबाजी पाखे बसब शुणव आउ गंडे कौन खाया को मिल नाई अंटा पिठी कौन है आउ हम ना जदि से पिला को बापा माँ बुझे कि स्नेह श्रद्धार नहीं बारंबार गुरुजी को पाखे छाड़ी पाठ पढ़ेबे किछि दिन पर से पिलार गोटे एभली अवस्था हम से कहब ना मु आ स्कूल बंद कर जिते बापा माँ बंद कले से कह पाठ पढ़ा गुरुजी को पाखु से भली आपणकर मन पूर्व जन्मर संस्कार नदेले आपन जावाक बंद करदेव विभिन्न प्रकार कौन करिके आड़ देखिए बंद करदेव विभिन्न प्रकार कज कारण देखिए आपन को बंद करदेव
जदि बारंबार सत्संगर आश्रय नेबे स्वाध्याय करिवे गीता भागवत महापुरुषंकर जीवनी पाठ करिवे ताहले कौन हम ना आपण सत्संग जीवे। तेणु साधना कले अशेष विघ्न हटे देवादेवी मध्य विघ्न करिवे